ପଲ୍ଲବୀ କହିବେ, ଆଦର୍ଶ ପ୍ଲିଜ୍ ସେମାନଙ୍କୁ ଯିବାକୁ ଦିଅ, ଏଇଟା ହିଁ ତାଙ୍କ ପାଇଁ ଠିକ୍ ହେବ। ତାପରେ ଆଦର୍ଶ କହିବେ, ଏ ତମେ କ'ଣ କହୁଛ ପଲ୍ଲବୀ, ତମ ମୁଣ୍ଡ ଠିକ୍ ଅଛି ତ? ପୁଣି ପଲ୍ଲବୀ କହିବେ, ଆଦର୍ଶ ମୁଁ ତୁମକୁ ପରେ ବୁଝେଇ ଦେବି। ତମର ମୋ ଉପରେ ଭରସା ଅଛି ନା? ବିନା କିଛି କାରଣରେ କ'ଣ ମୁଁ କେବେ ଏମିତି କଥା କହିଥାନ୍ତି? ସେମାନେ ଏ ଘର ଛାଡ଼ି ଚାଲିଗଲେ ତାଙ୍କ ସହିତ ଆମ ସମ୍ପର୍କ କମିଯିବନି ଆଦର୍ଶ, ବରଂ ସେମାନଙ୍କର କଷ୍ଟ କମିଯିବ। ପ୍ଲିଜ୍ ଆଦର୍ଶ ଟିକେ ବୁଝିବାକୁ ଚେଷ୍ଟା କର। ତାପରେ ଆଦର୍ଶ ମନ ଦୁଃଖ କରି ସୋଫାରେ ଯାଇ ବସିବେ। ତାପରେ ସମସ୍ତେ ଚାଲି ଯାଉଥିଲା ବେଳେ ଆଦର୍ଶ କହିବେ, ତମେମାନେ ରୁହ, ମୁଁ ତମମାନଙ୍କୁ ନେଇ ଛାଡ଼ି ଦେଇ ଆସିବି। ଆମର ଆହୁରି ବି ଘର ଅଛି, ମୁଁ ତମ ସମସ୍ତଙ୍କର ରହିବା ବ୍ୟବସ୍ଥା କରିଦେବି। ତାପରେ ବିନୋଦ କହିବେ, ନାଇଁ ଆଦର୍ଶ, ତୁ ଆମ ପାଇଁ ଚିନ୍ତା କରନି, ଆମେ ଆମ ପାଇଁ ଗୋଟେ ଘର ଦେଖିବୁ। ଗୋଟେ ଏମିତି ଘର ଯୋଉଟା ଆମ ପାଇଁ କେବେ ବୋଝ ଭଳି ଲାଗିବନି। ତାପରେ ଗୌରବ କହିବେ, ହଁ ଆଦର୍ଶ, ମୁଁ ସବୁବେଳେ ଚାହୁଁଥିଲି ତୋ ପ୍ରପର୍ଟିରୁ ମୋତେ ଗୋଟେ ସେୟାର ମିଳିବା ଦରକାର, କିନ୍ତୁ ଏବେ ବୁଝିପାରୁଛି ନିଜ ପରିଶ୍ରମରେ ଖାଇବା ଯୋଗାଡ଼ କରିବାରେ ଯୋଉ ମଜା ଅଛି ସେଇଟା ଫ୍ରି ଖାଇବାରେ ନଥାଏ। ତାପରେ ରୁବି କହିବେ, ହଁ ହଁ ମୁଁ ଜାଣିଛି, ବହୁତ ବଡ଼ ବଡ଼ କଥା କହୁଛୁ ତୁ, କିନ୍ତୁ ବ୍ୟାଗ୍ ଭିତରେ ନିଶ୍ଚୟ କିଛି ଚୋରି ମାଲ ନେଇକି ଯାଉଥିବୁ। ତାପରେ ମମତା କହିବେ, ଦିଦି ମୁଁ ରିମଝିମକୁ କହିଥିଲି ନିଜର ମଙ୍ଗଳସୂତ୍ର ଆଉ ମୁଁ ଦେଇଥିବା ଜୁଏଲାରୀ ଛଡ଼ା ଏ ଘରର ଗୋଟେ ବି ଜୁଏଲାରୀ ସେ ସାଙ୍ଗରେ ନେଇକି ଯିବନି। ସେଇ ଅନୁସାରେ ସିଏ ସବୁ କିଛି ରଖିଦେଇକି ଆସିଛି। ଏମିତିକି ଗୌରବ ଦେଇଥିବା ଇୟରିଙ୍ଗସ୍ ଗିଫ୍ଟ ବି ସେ ସାଙ୍ଗରେ ନେଇକି ଆସିନି। ତାପରେ ମାୟା କହିବେ, ମୁଁ ଥରେ ଯାହାକୁ ଗିଫ୍ଟ ଦିଏ ସେସବୁ ଆଉ ତାଙ୍କ ପାଖରୁ ଆଣେନି। ତା ଛଡ଼ା ସେସବୁ ଜୁଏଲାରୀ ହେଉଛି ତମମାନଙ୍କର, ତମେମାନେ ସେସବୁ ନିଜ ସାଙ୍ଗରେ ନେଇକି ଯାଇପାର। ତାପରେ ମମତା କହିବେ, ଦିଦି ମୁଁ ଜାଣିଛି ତମେ ବହୁତ କଠୋର ସ୍ୱଭାବର, କିନ୍ତୁ ହୃଦୟରୁ ବହୁତ ନିର୍ମଳ। ଏ ଘରେ ରହିବା ଭିତରେ ତମଠୁ ଆମକୁ ବହୁତ ଭଲ ପାଇବା ମିଳିଛି, ଆଉ କିଛି ବି ଦରକାର ନାହିଁ, ସେତିକି ଆମ ପାଇଁ ଯଥେଷ୍ଟ। ଏମିତି କହି ମମତା ମାୟା ପାଖକୁ ଯାଇ କହିବେ, ଦିଦି ଆଜି ପୁଣି ଥରେ ମୋ ପୁଅକୁ ତମ ହାତରେ ଟେକି ଦେଇକି ଯାଉଛି। ଏଥର ମୋ ପୁଅ ଏକା ନୁହେଁ, ମୋ ବୋହୂ ପଲ୍ଲବୀକୁ ବି ତମ ହାତରେ ଜିମା ଦେଇକି ଯାଉଛି। ତାକୁ ସମ୍ଭାଳିକି ରଖିବ ଦିଦି, ପଲ୍ଲବୀ ହୀରା। ଏମିତି କହି ଘର ଛାଡ଼ି ଚାଲିଯିବେ ସମସ୍ତେ। ତାପରେ ରୁବି ଆଉ ନୀଲମ ବହୁତ ଖୁସି ହେଇଯିବେ। ତାପରେ ଆଦର୍ଶ ରୁମକୁ ଆସି ପଲ୍ଲବୀ କୋଳରେ ଶୋଇଥିବେ। ତାପରେ ପଲ୍ଲବୀ କହିବେ, ଉଠ ନା ଆଦର୍ଶ, ଦେଖ ଅନ୍ଧାର ବି ହେଇଗଲାଣି, ଆମେ ଏପର୍ଯ୍ୟନ୍ତ ରୁମରେ ଲାଇଟ୍ ବି ଲଗେଇନି। ତାପରେ ଆଦର୍ଶ କହିବେ, ସେମିତି ଅନ୍ଧାର ଥାଉ ପଲ୍ଲବୀ, ଦାଦା ଖୁଡ଼ି ଏ ଘରୁ ଚାଲିଯିବା ପରେ ପରେ ମୋ ଜୀବନ ଅନ୍ଧାର ହେଇଯାଇଛି ଯେତେବେଳେ ଏ ରୁମ୍ ବା କୋଉ ବଡ଼ କଥା। ତମେ ଭଲ ଭାବେ ଜାଣିଛ ପଲ୍ଲବୀ, ମୋ ଦାଦା ଆଉ ମୋ ଖୁଡ଼ି ମୋ ପାଇଁ ଭଗବାନ ଥିଲେ। ସେମାନେ ଏ ଘରୁ ଚାଲିଯିବା ପରେ ମୋ ପାଇଁ ଚାରିଦିଗ ଅନ୍ଧାର ହେଇଯାଇଛି ପଲ୍ଲବୀ। ତାପରେ ପଲ୍ଲବୀ କହିବେ, ମୁଁ ଜାଣିଛି ଆଦର୍ଶ, ସେମାନଙ୍କ ପାଇଁ ମୋତେ ବି ବହୁତ କଷ୍ଟ ହେଉଛି, କିନ୍ତୁ ଏସବୁ ହେବା ନିହାତି ଦରକାର ଥିଲା। ତାପରେ ଆଦର୍ଶ ଉଠିକି କହିବେ, ଏ ତମେ କ'ଣ କହୁଛ ପଲ୍ଲବୀ, ତମର କ'ଣ ହେଇଯାଇଛି? ପଲ୍ଲବୀ ମୋତେ ତମ କଥା ଶୁଣି ବଡ଼ ଆଶ୍ଚର୍ଯ୍ୟ ଲାଗୁଛି। ଦାଦା ଖୁଡ଼ି ଭାଇ ଭାଉଜ ଏ ଘରୁ ଚାଲିଯିବା ପାଇଁ ତମେ ସେତେବେଳେ ବି ସେଠି ସମସ୍ତଙ୍କ ଆଗରେ କହିଲ, କାହିଁକି ପଲ୍ଲବୀ କାହିଁକି? ତମେ ସେମାନଙ୍କୁ ଏଠୁ ଯିବା ପାଇଁ କହିଲ କାହିଁକି?